ପୁରୁଣାବସ୍ତି ବାବୁପଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ମାତୃପିତୃ ପୂଜନ ଦିବସ ପାଳନ କରାଯାଇଛି। ଏଥିରେ ସମ୍ମାନୀୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ବୀର କିଶୋର ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ସତ୍ସଙ୍ଗ ସଭାପତି ତଥା ଜଣେ ପ୍ରମୁଖ କବି ଲେଖକ ଏବଂ ସାହିତ୍ୟିକ ଯୋଗ ଦେଇଥିଲେ ଏବଂ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନିରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ। ମାତୃପିତୃ ପୂଜନ ଦିବସ ଅବସରରେ ପିଲାମାନଙ୍କର ଉନ୍ନତ ଭବିଷ୍ୟତ ଗଠନରେ ବାପା ମାଙ୍କର ଭୂମିକା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ କଳ୍ପନା ମିଶ୍ର ଗୁରୁମା ଏବଂ ହିରଣ୍ୟପ୍ରଭା ଗୁରୁମା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଗୁରୁମା ଯଥା ମିତା ଭୋଇ, ଟିକେଶ୍ୱରୀ ସା, ସୁମତି ପ୍ରଧାନ, ଉର୍ବଶୀ ସାହୁ, ଖୁସବୁ ମୁଣ୍ଡା, ଦମୟନ୍ତୀ ଦାସ, ରଞ୍ଜିତା ଭରାସାଗରଙ୍କ ସହଯୋଗରେ ଉତ୍ସବ ମୁଖର ହୋଇ ଉଠିଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ଗିରି ସମସ୍ତ ଅତିଥି, ଅଭିଭାବକ ଓ ଅଭିଭାବିକା, ଗୁରୁମା ଗୁରୁଜୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନେ ତାଙ୍କର ପିତାମାତାଙ୍କୁ ବରଣ ଥାଳି ଧରି ପୂଜାର୍ଚ୍ଚନା କରିଥିଲେ। ଏହା ଦେଖି ବହୁ ଅଭିଭାବକ ଭାବବିହ୍ୱଳ ହୋଇପଡ଼ିଥିଲେ। ବିଦ୍ୟାଳୟର ପରିବେଶ ଆନନ୍ଦ ଓ ଭାବମୁଖର ହୋଇ ଉଠିଥିଲା। लक्ष्मी पाखे जो गुण अच्छी मो घर माँ की पाखे से गुण अच्छी दुर्गा पाखे जो गुण अच्छी दश भुजा दुर्गा पाखे मो माँ पाखे से गुण अच्छी दश भुजा दुर्गा कम करे दश हाथ कम करे दश हाथ युक्त दुर्गा 10 प्रकार गोटे समय माँ को छुआ को क्षीर दे घंटा गाड़ी घंटा बढ़े ये कथा पुरुष पारिबनी ये दुर्गा पूजा आमे माटी को माँ बोली को आमे पत्थर को माँ बोली को आमे गाय को माँ बोली को आमे नदी को माँ बोली को ये माँ मोर माँ रो सब ये रूप विभिन्न रूप से माँ आउ के ये घर रो माँ मोर माँ अपन मन के समस्त माँ के সেই মায়ের সে পূজা করেছিলেন বহুত জিনিস পিতৃদেব হব পিতা ধর্ম পিতা সত্য পিতা হি পরম তপ